କାହିଁକି ବିଜେଡିରୁ ଇସ୍ତଫା ଦେଲେ ମମତା ବଢ଼ୁଛି ଚର୍ଚ୍ଚା ଓ ଆଲୋଚନା। ବିଜେପି କହିଲା ଦଳରେ ନଥିଲା ସ୍ୱାଧୀନତା। ତେବେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଛାଡ଼ିବା ପରେ ଅନେକ ଚର୍ଚ୍ଚା ଲାଗି ରହିଛି। ଏସବୁ ଭିତରେ ମମତା ମହନ୍ତ ଦଳ ଛାଡ଼ିବା ପଛରେ ଭିନ୍ନ ଭିନ୍ନ କାରଣ ଥିବା ଆଲୋଚନା ହେଉଛି। ଦଳ ମୋର ସେବାର ଆବଶ୍ୟକତା ଅନୁଭବ କରୁନଥିବାରୁ ବିଜେଡି ଛାଡ଼ୁଥିବା ନେଇ ସୋସିଆଲ ମିଡିଆରେ ଦର୍ଶାଇଥିଲେ ମମତା। ତେବେ ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଥିଲେ ବିଜେଡି ନେତା। କିନ୍ତୁ ବିଜେଡିର ଅଭିଯୋଗକୁ ଖଣ୍ଡନ କରିବା ସହ ବିଜେଡିରେ ସ୍ୱାଧୀନତା ନଥିଲା, କିଛି ଲୋକ ଦଳ ଚଳାଉଥିଲେ ବୋଲି ମମତାଙ୍କୁ ଲାଗିଛି। ସେଥିପାଇଁ ସେ ଦଳ ଛାଡ଼ିଥିବେ ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଅନ୍ୟପଟେ ମମତା ଦଳ ଛାଡ଼ିବା ପରେ ବିଜେଡିରେ ଅନ୍ତଃକନ୍ଦଳ ବଢ଼ିଥିବା ବିଜେପି ଅଭିଯୋଗ କରୁଥିବା ବେଳେ ବିଜେଡି ନେତା ସୁଧୀର ସାମଲ କହିଛନ୍ତି ବିଜେଡି ଭଲ ଅବସ୍ଥାରେ ରହିଛି, ନବୀନଙ୍କ ନେତୃତ୍ୱରେ ବିଜେଡି ଆହୁରି ଶକ୍ତିଶାଳୀ ଓ ଶାଣିତ ହେବ। ब्यूरो रिपोर्ट नीलादिश मिडिया। एभଳି ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁନି। ରହୁଛୁ, ନମସ୍କାର।